ହ୍ୟାଲୋ ସାଙ୍ଗମାନେ, ଆଜି ମୁଁ ଆପଣମାନଙ୍କୁ କହିବି ମୁଁ ମୋ ସାନ ମାଇଁଙ୍କୁ କେମିତି କହିଥିଲି। ତାହେଲେ ଆସନ୍ତୁ କାହାଣୀ ଉପରକୁ ଯିବା। ମୋର ନାମ ବିଜୁ, ଘର ଢେଙ୍କାନାଳରେ। এই ଘଟଣାଟା ମୋ ସାନ ମାଇଁ ଆଉ ମୋ ଭିତରେ ଘଟିଥିଲା। ଏ ଘଟଣା 2016 ମସିହାରେ ହୋଇଥିଲା। ତେବେ ଚାଲନ୍ତୁ ଆଉ ଡେରି ନକରି ଟପିକ୍ ଉପରକୁ ଯିବା। ମୋର 2 ଜଣ ମାମୁଁ। ସାନ ମାମୁଁ ଭୁବନେଶ୍ୱରରେ ଜବ୍ କରନ୍ତି। ତାଙ୍କର ଗୋଟେ ପୁଅ ଆଉ ଗୋଟେ ଝିଅ। ସମସ୍ତେ ଛୋଟ ଛୋଟ ହୋଇଥିଲେ। ମାମୁଁ ବାହାରେ ରହୁଥିବାରୁ ପ୍ରାୟ କାମ ମୋ ଦ୍ୱାରା କରନ୍ତି। এই ଘଟଣାଟା ମାଘ ମାସର। ସମସ୍ତେ ଜାଣିଥିବେ କେମିତି ମାଘ ମାସରେ ଶୀତ ପଡ଼େ। ମୋ ମାମୁଁ ଘର ଗାଁରେ ପାଲା ପଡ଼େ ଆଉ ଆମ ଘରକୁ ଡାକରା ଆସିଥିଲା। ବୋଉ ମୋତେ ଏକା ପଠାଇ ଦେଇ କହିଲା ତୁ ଯା। ମୁଁ ସନ୍ଧ୍ୟା ବେଳକୁ ଯାଇ ମାମୁଁ ଘରେ ପହଞ୍ଚିଗଲି। ମାଇଁ ସେତେବେଳକୁ ସନ୍ଧ୍ୟା ଦେଉଥିଲେ। ମୋ ବଡ଼ ମାମୁଁ ଆଉ ମାଇଁ ଅଲଗା ରହୁଥିଲେ। ସାନ ମାମୁଁ ପୁରୁଣା କଳା ହାଟୁ ଘରେ ରୁହନ୍ତି। ମଝିରେ ବଡ଼ ଦୁଆର, ଆଉ ସେଇଠି ଚଉଡ଼ା ଏକ ଗଛ ଅଛି। ସେତେବେଳକୁ ତାଙ୍କର ପୁଅ ଝିଅ ଟ୍ୟୁସନ୍ ଯାଇଥିଲେ। ମାଇଁ ଏକୁଟିଆ ଥିଲେ। ସେ ସନ୍ଧ୍ୟା ଦେଇ ଆସିକି ମୋ ଆଗରେ ନାଇଟ୍ ବଦଳିଲେ। ସେତେବେଳେ ତାଙ୍କର ଦୁଧ ଆଉ ଗାଣ୍ଡି ମୋତେ ପୁରା ଦିଶୁଥିଲା। ମୁଁ ସେମିତି ଅନେଇ ଦେଖିଲି। ସେ ବୋଧେ ଦେଖିଦେଲେ। ମୋତେ ଆସି ହଲେଇ ଦେଇ କହିଲେ ଆଜିକାଲି ତୁମ ନଜର ବହୁତ ଖରାପ ହେଇଗଲାଣି। ମୋତେ ଟିକେ ଖରାପ ଲାଗିଲା, କାରଣ ତାଙ୍କ ପ୍ରତି ମୋର ସେମିତି କିଛି ଫିଲ୍ ନଥିଲା। ସେଇଠୁ ମୁଁ ଟିକେ ଆସୁଛି କହି ପାଲା ମଣ୍ଡପ ଆଡ଼େ ବାହାରିଗଲି। ପ୍ରାୟ ରାତି 9ଟା ବେଳକୁ ଘରକୁ ଆସିଲି। ଆମେ ଖାଇବାକୁ ବସିଲୁ। ସେତେବେଳକୁ ପିଲାମାନେ ଖାଇକି ଶୋଇ ପଡ଼ିଲେଣି। ମାଇଁ ଆଉ ମୁଁ ମିଶିକି ଖାଇ ବସିଲୁ। ଖାଇଲା ପରେ ମୁଁ ଶୋଇବାକୁ କହିବାରୁ ମାଇଁ କହିଲେ ଆଉ ପାଲା ଦେଖି ଯିବନି କି? ମୁଁ ନାହିଁ କଲି ଆଉ କହିଲି ମୁଁ କାଲି ଦେଖିବି। ସେ କହିଲେ ଯାଇ ପିଲାଙ୍କ ପାଖରେ ଶୋଇପଡ଼। ମୁଁ ସବୁ କବାଟ ବନ୍ଦ କରିକି ଯାଉଛି। ତାପରେ ମୁଁ ଯାଇକି ଗୋଟେ ସାଇଡ଼ରେ ଶୋଇଗଲି। ତାପରେ ମାଇଁ କବାଟ ବନ୍ଦ କରି ଆସି ସେଇ ଖଟରେ ଶୋଇପଡ଼ିଲେ। ରାତିରେ ମୋତେ ଜୋରରେ ଏକ ଲାଗିଲା ଆଉ ମୋ ନିଦ ଭାଙ୍ଗିଗଲା। ପ୍ରବଳ ଜୋରରେ ଶୀତ ହେଉଥିବାରୁ ସେହି ସମୟରେ ପିଲାମାନେ ଜୋର ନିଦରେ ଶୋଇଥାନ୍ତି। ମୁଁ କବାଟ ଖୋଲିଲା ବେଳକୁ ମାଇଁ କହିଲେ ଏକ ଯିବ କି? ମୁଁ ଛାନିଆ ହେଇଗଲି ଆଉ କହିଲି ହଁ ଏକ ଲାଗିଲାଣି ଜୋରରେ। ତାପରେ ମାଇଁ କହିଲେ ରୁହ ମୋତେ ବି ଲାଗିଲାଣି। ଏମିତି କହି ମାଇଁ ବି ମୋ ସହ ଆସିଲେ। ମୋତେ ଟିକେ ଅଡ଼ୁଆ ଅଡ଼ୁଆ ଲାଗିଲା। ମାଇଁ ଲାଜ କରିବା କଥା କ'ଣ ମୋ ସହ ଏକ ଯିବା କଥା କହିଲେଣି। ମୁଁ କିଛି ଆଉ କହିଲିନି। ସେ ମୋ ସହ ଏକ ଆସିଲେ। ଆମେ ବାରିପଟେ ଏକ ବସିଲୁ। ସେ ମୋଠୁ ଟିକେ ଛାଡ଼ିକି ଏକ ବସିଲେ। ସାଙ୍ଗମାନେ, ମୁଁ ମେନ୍ କଥା କହିବାକୁ ଭୁଲି ଯାଇଛି। ତାଙ୍କ ନାଁ ମିତା। ଦେଖିବାକୁ ଗୋରା ଆଉ ଲୁଗା ଟେକିଦେଲେ ଗାଣ୍ଡି ଦେଖିଲେ ଯାହାର ହେଲେ ବି ଭାଣ୍ଡ ଟିଙ୍ଗେଇ ହେଇଯିବ। ଦୁଧ ସାଇଜ 34 ଆଉ ଗାଣ୍ଡି 30 ହେବ। ଗାଣ୍ଡିଟା ଟିକେ ଉପରକୁ ଉଠିକି ଅଛି। ସେ ମୋ ପାଖରେ ଏକ ବସିବା ବେଳେ ତାଙ୍କର ଗୋରା ଗାଣ୍ଡି ମୋତେ କ୍ଲିଅର ଦେଖାଯାଉଥିଲା। ସେ ସି ସି କରିକି ମୁତିବାର ସାଉଣ୍ଡ ମୋତେ ଶୁଭୁଥିଲା। ତାଙ୍କ ବିହାର ଚିର୍ ଚିର୍ କରି ମୁତିବା ସାଉଣ୍ଡ ଶୁଣିକି ମୋ ନିଦ ଛାଡ଼ିଗଲା ଆଉ ମୋ ଭାଣ୍ଡ ଟିଙ୍ଗେଇ ହୋଇକି ରହିଲା। ମୁଁ ସେଇଠୁ ଜାଣିଦେଲି ଯେ ମାଇଁଙ୍କର ଗିହା ଗିହି ହେବାକୁ ଇଚ୍ଛା ଅଛି। ନହେଲେ ସେ ମୋ ସାଇଡ଼ରେ କାହିଁକି ଏତେ ଜୋରରେ ବିହାକୁ ମେଲେଇକି ଚୋର ଚୋର କରିକି ମୁତୁଥାନ୍ତେ। ମାଇଁ କହିଲେ ତମର କ'ଣ ହେଲା? ମୁଁ କହିଲି ହଁ ଚାଲ ଯିବା। କହିଲେ ବିଶ୍ୱାସ କରିବେନି, ମାଇଁ ସିଧା ମୋର ପ୍ୟାଣ୍ଟ ଉପରେ ଭାଣ୍ଡକୁ ହାତରେ ଧରିକି ମୋଡ଼ିଲା ଭଳି କରିକି କହିଲେ ଶାବଳ ଭଳିଆ କରିଦେଲ ନା କ'ଣ? ମୋତେ ଲାଜ ଲାଗିଲା, ଟିକେ ହସିଦେଲି। ମାଇଁ କହିଲେ ଏମିତି ବେଳେ ବେଳେ ହୋଇଯାଏ, ଏଥିରେ ଲାଜ କ'ଣ? କୃଷ୍ଣ କ'ଣ ରାଧାକୁ କିଛି କରୁନଥିଲେ? ସେ ମୋତେ ଏମିତି କହିଲେ। ମୁଁ ଶୁଣିକି ପୁରା କାଠ ହେଇଗଲି। ମାଇଁ ମୋତେ କୁଣ୍ଡେଇକି ଧରି ପକାଇଲେ। ଗାଲରେ ଲଗେଇକି ଗେଲ କରିଲା ଭଳି କରିଦେଲେ ଆଉ କହିଲେ ଏଇ ସାଇଡ଼କୁ ଆସ, ଆଜି ଟିକେ ଦେହଟା ଭଲ ଲାଗୁନି। ମୁଁ ଜାଣିଦେଲିଣି ସେତେବେଳକୁ ଯେ ଆଜି ମୋ ସହ କ'ଣ ହେବାକୁ ଯାଉଛି। ମୁଁ ତାଙ୍କୁ କହିଲି ପିଲାମାନେ ଉଠିଯିବେନି ତ? ମାଇଁ କହିଲେ କେହି ଆସିବେନି, ଏଇ ସାଇଡ଼କୁ ଆସ, ମୁଁ କବାଟ ବନ୍ଦ କରିଦେଉଛି। ଘର ସାଇଡ଼ରେ ଫାଙ୍କା ଜାଗା ଥିଲା ନା ବୋଧେ ଢିଙ୍କି ପଡ଼ିଥିଲା। ଆମେ 2 ଜଣ ଟିକେ ସାଇଡ଼ ହେଇଗଲୁ। ଅନ୍ଧାରରେ କିଛି ଦେଖାଯାଉନଥାଏ। ଠିକ୍ ସେଇ ସମୟରେ ମାଇଁ ମୋ ଭାଣ୍ଡକୁ ପ୍ୟାଣ୍ଟରୁ ବାହାର କରିଦେଲେ। ମୋ ଭାଣ୍ଡ ପୁରା ଟିଙ୍ଗେଇ ହେଇକି ଥିଲା।
ମାଇଁ ମୋ ଭାଣ୍ଡକୁ ହାତରେ ହଲେଇଲେ। ସେଇଠୁ ମୋ ହାତ ନେଇକି ତାଙ୍କ ଦିଟା ଯାକ ଦୁଧରେ ରଖିକି ଚିପେଇଲେ। ମତେ ହେଲେ କେମିତି କେମିତି ଲାଗୁଥାଏ। ମୁଁ ତାଙ୍କ ଦୁଧ ଚିପିବାକୁ ଲାଗିଲି। ସେ ଗୋଟେ ହାତରେ ମୋ ଭାଣ୍ଡକୁ ଧରି ହଲେଇ ଚାଲିଥାନ୍ତି, ଆଉ ଗୋଟେ ହାତରେ ତାଙ୍କ ପିଆରେ ଆଙ୍ଗୁଳି ପଶେଇ ଚାଲିଥାନ୍ତି। ମୁଁ ଛାନିଆ ହୋଇଗଲି। ମୁଁ ଭାବିଲି ମାଇଁ ଶଳା କେଡ଼େ ବଡ଼ ବେଧେଇକିରେ। ମାଇଁ ତାଙ୍କ ଲୁଗାକୁ ଟେକିକି ମୋ ଭାଣ୍ଡ ନେଇକି ବିଆରେ ପଶେଇଲେ। ସହଜ ଲାଗୁନଥାଏ, ତଥାପି ସେ ତାଙ୍କ ଜଙ୍ଘକୁ ଟେକିଲା ଭଳି କରିକି ମୋ ଭାଣ୍ଡ ତାଙ୍କ ପିଆ କଣାରେ ମେଲେଇକି ବସାଉଥାନ୍ତି। ଠିକ୍ ସେତେବେଳକୁ ମାଇଁ ପୁରା ହଟ୍ ହେଇଗଲେଣି କି କ'ଣ ଆଉ ସମ୍ଭାଳି ପାରୁନାହାନ୍ତି। ଠିଆରେ ଠିଆରେ ମୋତେ କୁଣ୍ଢେଇକି ଧରିକି କେହି ଚାଲିଥାନ୍ତି। ମୁଁ ହେଲେ ଦୁଧ ଚିପି ଚାଲିଥାଏ। ମାଇଁ ଖାଲି ମୋ ପାଟି ଭିତରେ ତାଙ୍କ ଦୁଧ ପଶେଇକି ଚୁଚୁମିବାକୁ କହୁଥାନ୍ତି। ଏମିତି କରୁ କରୁ ମାଇଁ ଖାଲି କର ସେମିତି ସେମିତି କର କହିକି ମୋତେ କୁଣ୍ଢେଇକି ଧରିକି ମୋ ଉପରେ ପଡ଼ିକି ଧରିଲା ଭଳି ହେଲେ। ମୋର ତାପରେ ପଚ ହେଇକି ବାହାରି ଚାଲିଲା। ମୁଁ ଆଉ ସମ୍ଭାଳି ପାରୁନଥିଲି। ଦୁଇ ଜଣ ଯାକ କୁଣ୍ଡାକୁଣ୍ଡି ହେଇକି ରହିଲୁ। ମାଇଁଙ୍କ ବିଆରୁ ଖାଲି ଗରମ ପାଣି ଧକେଇ ଧକେଇ ହେଇ ବାହାରି ଚାଲିଲା। ମୋ ପ୍ୟାଣ୍ଟ ଯାକ ଆଉ ତାଙ୍କ ଲୁଗା ଯାକ ସବୁ ପଡ଼ିଲା। ମୁଁ ଯାଇକି ଆଉ ଗୋଟେ ଗାମୁଛା ପିନ୍ଧିକି ଆସିଲି, ଆଉ ଶୋଇଲି। ତାପରେ ମାଇଁ ଯାଇକି ଆଉ ଗୋଟେ ଲୁଗା ବଦଳିକି ଆସିଲେ। ତାପରେ ଆମେ ଦି ଜଣ ଯାକ ଶୋଇଲୁ। ହ୍ୟାଲୋ ସାଙ୍ଗମାନେ, ଆଶା କରୁଛି ଆପଣମାନଙ୍କୁ ଏହି କାହାଣୀଟି ଭଲ ଲାଗିଥିବ। ଯଦି ଆପଣମାନେ ଏହିପରି ନୂଆ ନୂଆ କାହାଣୀ ଶୁଣିବାକୁ ଚାହୁଁଛନ୍ତି, ତେବେ ମୋ ଚ୍ୟାନେଲ ସହିତ ସବୁବେଳେ ଯୋଡ଼ି ହୋଇ ରୁହନ୍ତୁ, ଆଉ ମୋ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିକି ରଖନ୍ତୁ।